ମୁଁ କହିବି ମହାବିନାୟକ ଲଘୁ ବାଣିଜ୍ୟ ମାଲିକ ମାନଙ୍କ ସଂଘର ଯେଉଁ ଆଜି ବାର୍ଷିକ ଉତ୍ସବ ଥିଲା ସେ ଉତ୍ସବରେ ମୁଁ ଯୋଗ ଦେଇଥିଲି ଏବଂ ଏ ଉତ୍ସବରେ ପ୍ରାୟ ସଂଘରେ ଥିବା 300ରୁ ଉର୍ଦ୍ଧ୍ୱ ଯେଉଁ ଗାଡ଼ି ମାଲିକ ଟିପର 10 ହ୍ୱିଲର 12 ହ୍ୱିଲର 16 ହ୍ୱିଲର ଟିପର ସେ ମାଲିକମାନେ ସେଥିରେ ତାଙ୍କର ଯୋଗ ଦେଇଥିଲେ। ଯେ ସବୁଠୁ ଭଲ କଥା এই ସଂଘ ଦ୍ୱାରା ମୁଁ ଦେଖିଛି ବିଗତ ଦିନରେ ବହୁତ ଦଳିତ ନିଷ୍ପେଷିଙ୍କର କାର୍ଯ୍ୟ ଅସହାୟଙ୍କର କାର୍ଯ୍ୟ ସେମାନେ କରିଛନ୍ତି ଏବଂ ଏଇଟା ସ୍ୱାଗତଯୋଗ୍ୟ କାମ। ନିଶ୍ଚୟ ଗୋଟେ ଗାଡ଼ି ମାଲିକଟେ ରହିଲେ ସେ ଗାଡ଼ି ମାଲିକ ଦ୍ୱାରା ହିଁ ସମାଜରେ ବହୁତ କିଛି କାର୍ଯ୍ୟ କରାଯାଇଥାଏ। ରୋଡ଼ କନଷ୍ଟ୍ରକ୍ସନ୍ କାମ ହଉ ଡେଭଲପମେଣ୍ଟ ୱାର୍କରେ ବହୁତ କିଛି କାର୍ଯ୍ୟ ତେଣୁ ଏମାନଙ୍କର ବି ଅବଦାନ ସମସ୍ତେ ବହୁତ ଅଛି। ନିଶ୍ଚୟ ଆମର ନେତୃତ୍ୱ ନେଉଥିବା ହିସାବରେ ଆମର ନିଶ୍ଚୟ ଆମର କର୍ତ୍ତବ୍ୟ ଦାୟିତ୍ୱ ରହିବା ଦରକାର କେମିତି ଗୋଟେ ଗାଡ଼ି ମାଲିକର ଗାଡ଼ିଟେ ଠିକ୍ରେ ଚାଲିପାରିବ। ଠିକ୍ ଗାଡ଼ିଟେ ଚାଲିପାରିଲେ ଡେଭଲପମେଣ୍ଟ କନଷ୍ଟ୍ରକ୍ସନ୍ ୱାର୍କ ଯାହା ଯାହା ସରକାରଙ୍କର ରହିଛି ଠିକ୍ରେ ହେଇପାରେ। ତେଣୁ ଆମେ ନିଶ୍ଚୟ ବିଗତ ଦିନରେ ଆମେ ଆଲୋଚନା କରିକି କିଛି ତାର ଫଳାଫଳ ଆଂଶିକ ଫଳାଫଳ ହେଇଥିଲା। ଏବେ ବି ନିଶ୍ଚୟ ଆମେ ତାଙ୍କ ସହିତ ଆଲୋଚନା କରି କେମିତି ପ୍ରତ୍ୟେକଟି ଗାଡ଼ି ଠିକ୍ରେ ଚାଲିପାରିବ ଏବଂ ଏହା ସରକାରୀ କାର୍ଯ୍ୟ ଯାହା ଡେଭଲପମେଣ୍ଟ ୱାର୍କରେ ଏମାନଙ୍କର ସହଯୋଗ ରହିପାରେ ତାପରେ ନିଶ୍ଚୟ ସବୁ କଥା ଉପରେ ଆଲୋଚନା କରାହେଇକି ଗୁରୁତ୍ୱ ରଖାଇ ସେ କାର୍ଯ୍ୟକୁ ତ୍ୱରାନ୍ୱିତ କରାହେବ। ତର ପାଇଁ ମୁଁ ଏ ପ୍ରସ୍ତାବଟି ଶୁଣିଲି ମୋତେ ବି କୌଣସି ଲିଖିତ ଭାବରେ ଦିଆଯାଏ ନାହିଁ ତଥାପି ମୋର ନିଶ୍ଚୟ ତାଙ୍କୁ ଡାକି NHAI PDଙ୍କୁ ଡାକି ତାଙ୍କ ଭିତରେ ଗୋଟେ ସମନ୍ୱିତ ମିଟିଂ କରି କେମିତି ସେମାନେ ଠିକ୍ରେ ଚଲାଇ ପାରିବେ ତାଙ୍କର ସେଇ ଭଡ଼ାଟି ଯେତେବେଳେ ଗୋଟେ ସ୍ୱଳ୍ପ ବ୍ୟବସ୍ଥା ରହୁଛି ତେଣୁ ତା ଭିତରେ କେମିତି ସେଇଟା ଟୋଲ୍ ଗେଟ୍ର କେଉଁ ପରିମାଣଟା କାଟଛାଟ ହେଇକି କେମିତି ସବୁ ଦୁଇ ପଇସା ଗାଡ଼ି ମାଲିକମାନଙ୍କର ରହିପାରିବ ମୁଁ ନିଶ୍ଚୟ ପୂର୍ଣ୍ଣ ଚେଷ୍ଟା ବ୍ୟବସ୍ଥା କରିବି ଖୁବ୍ କମ୍ ସମୟ ଭିତରେ। ଆଜି ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘର ଚତୁର୍ଥ ଥର ଶପଥ ଗ୍ରହଣ ଉତ୍ସବ ଥିଲା। ଆଉ ସମସ୍ତ ସଭ୍ୟମାନେ ମୋତେ ଗତ 10 ତାରିଖ ଦିନ ଅଗଷ୍ଟ 10 ତାରିଖ ଦିନ ସମସ୍ତେ ପୁଣି ଚତୁର୍ଥ ଥର ପାଇଁ ସଭାପତି ନିୟୋଜିତ କରିଛନ୍ତି। ତେଣୁକରି ମୁଁ ଭଗବାନ ପାଖରେ ପ୍ରାର୍ଥନା କରୁଛି ଆମ ଗାଡ଼ି ମାଲିକଙ୍କର ଯେତେ ପ୍ରକାର ସୁବିଧା କରିବା ପାଇଁ ହେବ ମୁଁ କରିବି ଆଉ ସଂଘର ଉନ୍ନତି ପାଇଁ ଦରକାର ପଡ଼ିଲେ ଯାହା କରିବା ପାଇଁ ପଡ଼ିବ ମୁଁ କରିବି ନିଶ୍ଚିତ।